ସେମାନଙ୍କ ପାଇଁ ସରକାର ନିଶ୍ଚୟ ଆଗାମୀ ଦିନରେ କିଛି ଗୋଟେ ପଦକ୍ଷେପ ନେବାକୁ ଯାଉଛନ୍ତି ଏବଂ ସରକାର ମଧ୍ୟ ତତ୍ପର ଅଛନ୍ତି ଯେ କିଭଳି ଭାବରେ ନିଖୋଜ ଛୁଆମାନଙ୍କୁ ତାଙ୍କ ମା ନିକଟକୁ ନେଇକିରି ପହଞ୍ଚେଇବେ। କିନ୍ତୁ ଏଥିରେ ସବୁଠାରୁ ବଡ଼ ବାଧକ ସାଜୁଛି ଯେତେବେଳେ ସେମାନେ ନିଖୋଜ ହୋଇଥିଲେ ତାଙ୍କର ଯେତେବେଳେ ପ୍ରାଥମିକ ତଦନ୍ତ କରାଯାଇଥିଲା ସେ ତଦନ୍ତ କିଛି ବାଟବଣା ଥିଲା। ଦେଖନ୍ତୁ ଆଜି ଆମେ ନଗଡ଼ା ଯାଇଥିଲୁ। ନଗଡ଼ାରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସେଠାର ଯେଉଁ ଛୁଆମାନେ ଅଛନ୍ତି ସମସ୍ତ ସହିତ ମିଶିଲୁ। ନଗଡ଼ାର ପ୍ରକୃତ ବାସ୍ତବ ଚିତ୍ର ଆମେ ଜାଣିବାକୁ ଚାହୁଁଥିଲୁ। ସେଠାରେ କିଭଳି ଭାବରେ ପୋଷଣ କାର୍ଯ୍ୟକ୍ରମ ଚାଲିଛି। ସେଠି ତ ସରକାରଙ୍କର ଯେଉଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ପ୍ରଧାନମନ୍ତ୍ରୀଙ୍କର ଯେଉଁ ପୋଷଣ ଯୋଜନା 2 ସେଇଟା ଚାଲିଛି, ଭଲ ଭାବେ କାମ ବି ହଉଛି। କିନ୍ତୁ ସେଥିରେ ଆମେ ଗୋଟେ ଜିନିଷ ଦେଖିଲୁ ଯେ ବିଗତ ଦିନରେ ଯେଉଁଭଳି ଭାବରେ ନଗଡ଼ା ଗୋଟେ ପୃଥିବୀର ମାନଚିତ୍ରରେ ସ୍ଥାନ ପାଇଥିଲା, ଯାହାକି ଆମେ କହିବା ତାର କୁଖ୍ୟାତି ହେଇଥିଲା, ସେଇ ନଗଡ଼ାକୁ ଯେତେବେଳେ ଡେଭଲପମେଣ୍ଟ କରାଗଲା, ଯେତେବେଳେ ତା ପାଇଁ ବହୁତ ଗୁଡ଼ିଏ ଟଙ୍କା ଖର୍ଚ୍ଚ କରାଗଲା, ବହୁତ ପ୍ରୋଜେକ୍ଟ କରାଗଲା, କିନ୍ତୁ ସେଥିରେ ଗୋଟିଏ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ସେଥିରେ ନାହିଁ। ଯେ ନଗଡ଼ା ଉପର ନଗଡ଼ା, ମଝି ନଗଡ଼ା ଏବଂ ତଳ ନଗଡ଼ା ଲୋକମାନଙ୍କର ଯେହେତୁ ପୁରା ଉପରୁ ଆସିବେ, ସେମାନଙ୍କ ପାଇଁ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ସେଟା ନାହିଁ। ତେଣୁ ତା ଉପରେ ଆଜି ରିଭ୍ୟୁ ମିଟିଂରେ କଲେକ୍ଟରଙ୍କର ଉପରେ ଆମେ ନଜର ବି ପକେଇବାକୁ କହିଥିଲୁ ଏବଂ ସେଠାରେ କିଭଳି ଭାବରେ ସେଇଟା ନଗଡ଼ାର ଯେଉଁମାନେ ଅଛନ୍ତି ସେମାନେ ସ୍ୱାସ୍ଥ୍ୟ ଯେଉଁ ଛୁଆମାନେ ଅଛନ୍ତି ସ୍ୱାସ୍ଥ୍ୟ ସେବା ପାଇପାରିବେ ତା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଆଜି କଲେକ୍ଟରଙ୍କୁ କହିଥିଲୁ। ତା ଛଡ଼ା ଆମେ ଯେତେବେଳେ ନଗଡ଼ା ବୁଲିଲୁ ସେଥିରେ ଶିକ୍ଷାର ମଧ୍ୟ ସେଥିରେ ଗୋଟେ 8th କ୍ଲାସ୍ ପର୍ଯ୍ୟନ୍ତ ମାତ୍ର ମାନେ ସେଇଠି ସ୍କୁଲ ଅଛି ଏବଂ ଯେତେବେଳେ 8th କ୍ଲାସ୍ ପରେ ପିଲାମାନେ ଯାଉଛନ୍ତି 9th 10th ସେତେବେଳେ ତାଙ୍କୁ ବହୁତ ଦୂର ଯିବାକୁ ପଡୁଛି, ଗୋଟେ 10-12 କିଲୋମିଟର। ତେଣୁ ସେଇଠି କିଭଳି ଭାବରେ ତା ଉପରକୁ ସେମାନେ 9th 10th ଏଗୁଡ଼ାକ କରିପାରିବେ, +2 ପର୍ଯ୍ୟନ୍ତ ଯେଭଳି ଭାବରେ ରଖିପାରିବେ, ପିଲା ଯେଭଳି ଭାବରେ ଡ୍ରପ୍ ଆଉଟ୍ ହେବେନି ତା ଉପରେ ମଧ୍ୟ ନଜର ଦେବାକୁ କହିଛୁ। ବହୁତ ଗୁଡ଼ିଏ ଜିନିଷ ଥିଲା, ତା ଉପରେ ଆମେ ସମସ୍ତେ ନିରୀକ୍ଷିକି ଆସିଛୁ ଏବଂ ସରକାରଙ୍କର ମଧ୍ୟ ନିଶ୍ଚୟ ଦୃଷ୍ଟି ଆକର୍ଷଣ କରିବୁ। ପ୍ରତ୍ୟେକ ପିଲାଙ୍କର ଅଧିକାର ରହୁଛି, ରାଇଟ୍ ଟୁ ଏଜୁକେସନ, ରାଇଟ୍ ଟୁ ୱେଲଫେୟାର, ରାଇଟ୍ ଟୁ ହେଲ୍ଥ। ତେଣୁ ସେମାନେ ତାଙ୍କର ନିଜର ଅଧିକାର ପାଆନ୍ତୁ ଏବଂ ସମସ୍ତ ପିଲା ବିକଶିତ ହୁଅନ୍ତୁ ଏବଂ ସରକାରଙ୍କର ବହୁମୁଖୀ ଯୋଜନାରେ ସମସ୍ତେ ସାମିଲ ହୁଅନ୍ତୁ। ବାଲ୍ୟ ବିବାହ, ଆଜ୍ଞା, ବାଲ୍ୟ ବିବାହ ଆକ୍ଚୁଆଲି ଗୋଟେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ତେଣୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଆମେ ବି ପ୍ରୟାସ କରୁଛୁ ଏବଂ ଆଜି ଆମେ ଗୋଟେ ଟାଟାର ଗୋଟେ NGO ଯିଏକି ତାର ମାନେ ବହୁତ ଗୁଡ଼ିଏ ପିଲାମାନଙ୍କୁ ନେଇକରି, ୟଙ୍ଗ ପିଲାମାନଙ୍କୁ ନେଇକରି ସେ ଗୋଟେ ଅଭିଯାନ ବି ଚଲେଇଛି। ତେଣୁ ତାକୁ ମଧ୍ୟ ଆମେ ପ୍ରୋତ୍ସାହିତ କଲୁ। ତେଣୁ ସେଥିରେ ଆମେ ଭାବୁଛୁ ଯେ ଆମେ ଏବଂ ଆମର ଯେଉଁ ସାମାଜିକ ସଂଗଠନ ମାନେ ଅଛନ୍ତି ସେମାନେ ଏବଂ ଆପଣମାନଙ୍କର ସମସ୍ତଙ୍କର ସହାୟତାରେ ଆମେ ଆମ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ଭଳି ଗୋଟେ ବ୍ୟାଧିରୁ ମୁକ୍ତ କରିପାରିବା। ପିହୁ ଗୋଟେ ଛୁଆ ଯିଏକି 5 ବର୍ଷ ତଳେ ତାର ମାନେ ଗୋଟେ ନିଖୋଜ ହେଇଥିଲା। ତା ପାଇଁ ଆମରି ସରକାର ଯେତେବେଳେ ଆସିଲେ ପିହୁକୁ ଖୋଜିବା ପାଇଁ ପୁଣି ତାର କେସ୍ ରିଓପନ୍ କଲେ ଏବଂ ସେଥିରେ କିଛି ତ ସଫଳତା ପାଇଛନ୍ତି, କିନ୍ତୁ ଆଗାମୀ ଦିନରେ ଜଣା ପଡ଼ିବ ସେ ସଫଳତା କେତେ ଦୂର ଭାବରେ ପିହୁର ମାଆକୁ ଖୁସି ଦବ। ଏବଂ କିନ୍ତୁ ଆମ ସରକାର ଏଇଟା ଗୋଟେ ଜିନିଷ ଆମେ କହିପାରିବା, ଯେତେ ବି ପିହୁ ଭଳି ଯେତେ ନିଖୋଜ ଛୁଆ ଅଛନ୍ତି ସେମାନଙ୍କ ପାଇଁ ସରକାର ନିଶ୍ଚୟ ଆଗାମୀ ଦିନରେ କିଛି ଗୋଟେ ପଦକ୍ଷେପ ନେବାକୁ ଯାଉଛନ୍ତି ଏବଂ ସରକାର ମଧ୍ୟ ତତ୍ପର ଅଛନ୍ତି ଯେ କିଭଳି ଭାବରେ ନିଖୋଜ ଛୁଆମାନଙ୍କୁ ତାଙ୍କ ମା ନିକଟକୁ ନେଇକିରି ପହଞ୍ଚେଇବେ। କିନ୍ତୁ ଏଥିରେ ସବୁଠାରୁ ବଡ଼ ବାଧକ ସାଜୁଛି ଯେତେବେଳେ ସେମାନେ ନିଖୋଜ ହୋଇଥିଲେ ତାଙ୍କର ଯେତେବେଳେ ପ୍ରାଥମିକ ତଦନ୍ତ କରାଯାଇଥିଲା ସେ ତଦନ୍ତ କିଛି ବାଟବଣା ଥିଲା। ତେଣୁ ତାର ଆଧାର କରିକିରି କେତେ ଛୁଆକୁ ରେସ୍କ୍ୟୁ କରିହେବ, କେତେ ଛୁଆକୁ ନେଇକିରି ଆସିହେବ ତା ଉପରେ ପୁଣି ଆଗାମୀ ଦିନରେ ଆମର ଯେଉଁ ଲିଗାଲ ଡିପାର୍ଟମେଣ୍ଟ ଅଛନ୍ତି ତା ଉପରେ ବୁଝିବେ ଏବଂ ପୋଲିସ ଡିପାର୍ଟମେଣ୍ଟ କାମ କରୁଛି। ଏଇଟା ତ ଆମେ କହିପାରିବାନି ଯେ ସେମାନଙ୍କ ପାଖରେ ଯୋଗ୍ୟତା ନାହିଁ ଆଉ ସେମାନଙ୍କୁ ଦିଆଯାଇଛି। ନିଶ୍ଚୟ ସେମାନଙ୍କ ପାଖରେ କେପାବୁଲ ଅଛି, ସେମାନେ କରୁଛନ୍ତି ମଧ୍ୟ। ଆଉ କେତେଟା ଜିନିଷ ସେମାନେ ଅଧିକ ଫୋକସ୍ କରିବା ଦରକାର, କାରଣ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ପିଲାମାନଙ୍କର ବିକାଶରେ ହିଁ ଦେଶର ବିକାଶ ହେଇପାରିବ। ତେଣୁ ଏଇ ଘଟଣାଟା ଯେହେତୁ ସ୍ପର୍ଶକାତର ଘଟଣା, ତେଣୁ ଏଇ ଜିନିଷରେ ପିଲାମାନଙ୍କର ବିକାଶ ପାଇଁ ଡିପାର୍ଟମେଣ୍ଟ ମଧ୍ୟ କାମ କରିବାକୁ ପଡ଼ିବ ଏବଂ ଯେଉଁ ପଛୁଆ ଗତି ହେବାକୁ ହବନି। ଏଇଟାରେ ଆମକୁ ସମସ୍ତଙ୍କୁ ବହୁତ ଦ୍ରୁତ ଗତିରେ এই କାର୍ଯ୍ୟକୁ କରିବାକୁ ପଡ଼ିବ। ପିଲାମାନେ ଯେଭଳି ଭାବରେ ପୋଷକ ତତ୍ତ୍ୱ ପାଇପାରିବେ, ବିକଶିତ ହୋଇପାରିବେ ତା ଉପରେ କାମ ବି କରିବାକୁ ପଡ଼ିବ। ଆମର ଯେତେବେଳେ ସମୀକ୍ଷା ବୈଠକରେ ଆଜି ଆମେ ବସିଥିଲୁ ସେତେବେଳେ ଆମର ପିଲାମାନେ କିଭଳି ପୋଷକ ତତ୍ତ୍ୱ ପାଇପାରିବେ ଭଲ ଭାବେ ଏବଂ ବଢ଼ିପାରିବେ, ତା ଛଡ଼ା ସାମ୍ ମାମ୍ କେସ୍ ଗୁଡ଼ାକ କିଭଳି ଭାବରେ କମ୍ ହେଇପାରିବ ଏବଂ ଯେଉଁଭଳି ଭାବରେ ଶିକ୍ଷା କ୍ଷେତ୍ରରେ
ड्रॉप आउट संख्या आमर जिभଳି आमे कमेई परिबा आमर गोटे माने चालो घर को जीवा शिक्षा अभियान गोटे चली तेणु से जहाँ जना पड़ुछि जे आगामी दिन में निश्चय ड्रॉप आउट संख्या आमे कमेई परिबा ता छड़ा स्वास्थ्य स्वास्थ्य सेवा किभଳି भाबरे नगड़ा भली उपांत अंचल रे स्वास्थ्य सेवा भलरे पहुंची परिबा एवं आमर छुआ माने जिभଳି भाबरे स्वास्थ्य सेवा पाई परिबे ता ऊपर मध्ये हमर पड़ला माने समीक्षा हला ता छड़ा किभଳି भाबरे नगड़ा भली जगह को कम्युनिकेशन आमे सहज रे करै परिबा सेथिरे किभଳି भाबरे टावर दे परिबा जोथि छोट पिला माने तांकर इंटरनेट रे भी पाठ पढ़ी परिबे ता ऊपर मध्ये पड़ला ता छड़ा लेबर चाइल्ड ताकू किभଳି भाबरे रोका जाय परिबो ता सेथिरे किभଳି भाबरे टास्क फोर्स काम दबो ता ऊपर मध्ये गोटे माने समीक्षा भी हला एवं चाइल्ड मैरेज को किभଳି भाबरे रोका जाय परिबो तार किभଳି भाबरे प्रत्येक स्कूल एवं अंगनवाड़ी केंद्र तथा हमर जो अछि हमर ब्लॉक स्तर रे मध्ये तार किभଳି भाबरे पोस्टर तयारी करी लगे परिबे जे ए जो शिशु मानकर विवाह किभଳି आईन संगत भाबे बहुत बड़ अपराध सेतिको मध्ये देबे ता छड़ा चाइल्ड हेल्पलाइन 1098 किभଳି भाबरे सबु जगह रे डिस्प्ले हे परिबो ता ऊपर मध्ये हमें आज समीक्षा हला आज्ञा जेहेतु से नूतन भावे जॉइनिंग करछन्ते तो सेति लागि मु भी सेति लागि आसी कि साक्षात करके दाबी पत्र देली कि जेहेतु मु 5 वर्ष पड़ी 6 वर्ष चले ना मु पीओ केस रे आज पर्यंत कौन उच्चतर तदंत हेलानी से लगी मु मैडम को साक्षात करके दाबी पत्र सिफारिश करेंगे बोली आज्ञा गुहारी कली आज्ञा जेपर्यंत मो कोड़े से मो पिला न पहुँची से पर्यंत मु तो खुशी पारिनी ना तो मैडम मते कहले कि खूब शीघ्र खुशी खबर मिलिबो तो सेटा मु एपर्यंत जानिनी आगु को ओडिसावासी भी देखिबे कोन खुशी खबर देउछन्ती जेहेतु मु आशा विश्वास भरोसा नहीं कि मैडम को ऊपर एवं आम ओडिशा सरकार को ऊपर भरोसा नहीं कि आसी कि मते उच्चतरीय तदंत पई सिफारिश करंतु तो तांको ऊपर डिपेंड करे से मते कोन न्याय दउछन्ती मो पिला को केते दिन रे खुशी केणे के दउछन्ती आगे खुशी तो ही पारिबेनी गोटे माँ कोड़ को जे पर्यंत ता पिला फेरिकी न आसी से पर्यंत तो मु खुशी ही पारिबेनी तो आसिक मो पिला मो कोड़े पहुँचले मु निश्चिंत खुशी हेबी सी मत कहले कि आपण व्यस्त हुंतुनी कि आमे एटार तदंत करिकी खूब शीघ्र खुशी खबर पाइबे बेक पिठी अंटा आंठू आदि समस्त दरजर एकमात्र तैल श्री संजीवनी पेन रिलीफ ऑयल श्री संजीवनी लगैले जमा बिंदीवनी श्री संजीवनी पेन रिलीफ ऑयल हर दर्द को समझे रखे सबका ख्याल।